ପ୍ରେମାନନ୍ଦ ମହାରାଜଙ୍କୁ ଆପଣମାନେ ପ୍ରାୟ ସବୁବେଳେ ଆଧ୍ୟାତ୍ମିକ କଥା କହୁଥିବା ଦେଖିଥିବେ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏତେ ଜ୍ଞାନ ତାଙ୍କ ପାଖକୁ ଆସିଲା କେମିତି? ସେ ସ୍କୁଲରେ କେତେ ପାଠ ପଢ଼ିଥିଲେ? କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ? ତାଙ୍କର କୌଣସି ଡିଗ୍ରୀ ଥିଲା କି? ଏହି ପ୍ରଶ୍ନଗୁଡ଼ିକ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର କଥା ଶୁଣିବାକୁ ମିଳେ। କେହି କିଛି କହୁଛନ୍ତି, ଆଉ କେହି ଆଉ କିଛି କହୁଛନ୍ତି। କିନ୍ତୁ ସେଥିମଧ୍ୟରୁ ସତ କଥା କ'ଣ? ଆଜିର ଏହି ଭିଡିଓରେ ଆମେ ତାଙ୍କର ପାଠପଢ଼ା ବିଷୟରେ ଯାହା ଜଣାପଡ଼େ ତାହା ସହଜ ଭାବରେ ଜାଣିବା। ସେ କେତେ ଦୂର ପଢ଼ିଥିଲେ ଏବଂ ତାଙ୍କ ଜୀବନରେ ଆଧ୍ୟାତ୍ମିକ ଶିକ୍ଷା କେମିତି ଆସିଲା, ଏହି ସବୁ କଥା ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ତାଙ୍କର ପାଠପଢ଼ାଠାରୁ ଆହୁରି ବଡ଼ କଥା ହେଉଛି ଜୀବନରେ ସେ କ'ଣ ଶିଖିଲେ ଏବଂ ଆଜି ଲକ୍ଷ ଲକ୍ଷ ଲୋକଙ୍କୁ କ'ଣ ଶିଖାଉଛନ୍ତି। ତେବେ ଚାଲନ୍ତୁ ବିଳମ୍ବ ନକରି ଜାଣିବା ପ୍ରେମାନନ୍ଦ ମହାରାଜଙ୍କ ପାଠପଢ଼ାର ପୂରା କାହାଣୀ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ପ୍ରେମାନନ୍ଦ ମହାରାଜ କେତେ ପାଠ ପଢ଼ିଛନ୍ତି। ପ୍ରେମାନନ୍ଦ ମହାରାଜଙ୍କ ଛୋଟବେଳୁ ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହ ଥିଲା। ପରେ ସେ ସାଂସାରିକ ଜୀବନ ଛାଡ଼ି ଆଧ୍ୟାତ୍ମିକ ମାର୍ଗକୁ ଆସିଥିଲେ। ତାଙ୍କର ସ୍କୁଲ ଶିକ୍ଷା କେତେ ଶ୍ରେଣୀ ପର୍ଯ୍ୟନ୍ତ ଥିଲା, ଏନେଇ ଅନେକ କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳେ। କିନ୍ତୁ ତାଙ୍କର ଠିକ୍ କେତେ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହୋଇଛି, ଏହାର ସ୍ପଷ୍ଟ ପ୍ରମାଣିତ ତଥ୍ୟ ସହଜରେ ମିଳୁନାହିଁ। ତେଣୁ ଆମେ ନିଶ୍ଚିତ ନଥିବା କଥାକୁ ସତ ବୋଲି କହିବା ଠିକ୍ ହେବ ନାହିଁ। ହେଲେ ଆଜି ପ୍ରେମାନନ୍ଦ ମହାରାଜ ଭଗବଦ୍ ଗୀତା, ଭକ୍ତି ଏବଂ ଆଧ୍ୟାତ୍ମିକ ବିଷୟରେ ଯେଉଁଭଳି ଭାବରେ କଥା କହୁଛନ୍ତି, ତାହା ଶୁଣିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ତାଙ୍କୁ ଅନୁସରଣ କରୁଛନ୍ତି। ଏଥିରୁ ଗୋଟିଏ କଥା ଜଣାପଡ଼େ, ଜ୍ଞାନ କେବଳ ସ୍କୁଲ କିମ୍ବା କଲେଜରୁ ମିଳେ ନାହିଁ। ଜୀବନର ଅନୁଭବ, ଅଧ୍ୟୟନ ଓ ସାଧନାରୁ ମଧ୍ୟ ଜ୍ଞାନ ମିଳିଥାଏ। ଆପଣଙ୍କୁ ପ୍ରେମାନନ୍ଦ ମହାରାଜଙ୍କ ଜୀବନ ବିଷୟରେ ଆଉ କିଛି ଜାଣିବାକୁ ଥିଲେ କମେଣ୍ଟରେ ଲେଖନ୍ତୁ। ଭିଡିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଶ୍ରୀ ରାଧେ।